ଆପଣ ଘରେ ଟଙ୍କା ରଖୁଛନ୍ତି ତେବେ ସାବଧାନ ରୁହନ୍ତୁ। ଆକ୍ସନ ନେବ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ଅନେକ ଲୋକ ପ୍ରାଇଭେଟ ଚାକିରି କରନ୍ତି ଏବଂ ଅନେକଙ୍କର ନିଜସ୍ୱ ବ୍ୟବସାୟ ଅଛି, କିନ୍ତୁ ଆପଣଙ୍କୁ ଆପଣଙ୍କର ଆୟ ଅନୁସାରେ ଟିକସ ଦେବାକୁ ପଡ଼ିଥାଏ। ସମସ୍ତଙ୍କର ଆୟ ଅଲଗା ଅଲଗା ରହିଥାଏ, କିନ୍ତୁ ଆପଣ ଜାଣନ୍ତି କି ଆପଣ ଆପଣଙ୍କ ଘରେ କେତେ ଟଙ୍କା ରଖିପାରିବେ? ଆସନ୍ତୁ ଏହା ବିଷୟରେ ଜାଣିବା। ଆୟକର ନିୟମ ଅନୁଯାୟୀ ଘରେ ନଗଦ ରଖିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ କିମ୍ବା ସୀମା ପ୍ରସ୍ତୁତ କରାଯାଇ ନାହିଁ। ଯଦି ଆପଣ ଆର୍ଥିକ ଭାବରେ ସକ୍ଷମ, ତେବେ ଆପଣ ଆପଣଙ୍କ ଘରେ ଯେକୌଣସି ପରିମାଣର ନଗଦ ରଖିପାରିବେ। କିନ୍ତୁ ଆପଣଙ୍କ ପାଖରେ ସେହି ଟଙ୍କାର ଉତ୍ସ ଥିବା ଆବଶ୍ୟକ। ଯଦି ଆପଣଙ୍କୁ କୌଣସି ତଦନ୍ତକାରୀ ସଂସ୍ଥା ପଚରାଉଚରା କରେ, ତେବେ ଆପଣଙ୍କୁ ଉତ୍ସ ଦେଖାଇବାକୁ ପଡ଼ିବ। ଏହା ସହିତ ଆପଣଙ୍କୁ ITR ଡିକ୍ଲାରେସନ ମଧ୍ୟ ଦେଖାଇବାକୁ ପଡ଼ିବ। ଯଦି ଆପଣ ଆପଣଙ୍କ ଟଙ୍କାର ଉତ୍ସ ପ୍ରକାଶ ନ କରିପାରିବେ, ତେବେ ଆପଣ ବଡ଼ ଅସୁବିଧାରେ ପଡ଼ିଯିବେ। ଏପରି ପରିସ୍ଥିତିରେ ଆପଣ କେତେ ଟଙ୍କା ଟିକସ ଦେଇଛନ୍ତି ତାହା ଆୟକର ବିଭାଗ ଯାଞ୍ଚ କରେ। ଯଦି ଗଣନାରେ ଅପ୍ରକାଶିତ ନଗଦ ମିଳେ, ତେବେ ଆୟକର ବିଭାଗ ଦ୍ୱାରା ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ଏବଂ ଆପଣଙ୍କ ଠାରୁ ଏକ ମୋଟା ଜୋରିମାନା ମଧ୍ୟ ଆଦାୟ କରାଯାଇପାରେ। ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଆୟର ଉତ୍ସ ବିଷୟରେ ପଚାରନ୍ତି। ଯେତେବେଳେ ଆପଣ ଆପଣଙ୍କର ଉତ୍ସ ବିଷୟରେ ସୂଚନା ନ ଦେଇପାରନ୍ତି, ସେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏପରି କ୍ଷେତ୍ରରେ ନଗଦ ଟଙ୍କା ମଧ୍ୟ ଜବତ କରାଯାଏ। ଅନେକ ସମୟରେ ଗିରଫଦାରୀ ମଧ୍ୟ ହୋଇଥାଏ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଅନୁଯାୟୀ ଯଦି ଆପଣ ଥରେ ଆପଣଙ୍କ ଆକାଉଣ୍ଟରେ 50,000 ଟଙ୍କାରୁ ଅଧିକ ନଗଦ ଉଠାଇବେ କିମ୍ବା ଜମା କରିବେ, ତେବେ ଆପଣଙ୍କୁ ଆପଣଙ୍କର ପ୍ୟାନ୍ କାର୍ଡ ଦେଖାଇବାକୁ ପଡ଼ିବ। ଯଦି ଜଣେ ବ୍ୟକ୍ତି ଗତ 3 ବର୍ଷ ଧରି ଆୟକର ରିଟର୍ଣ୍ଣ ଫାଇଲ କରିନାହାନ୍ତି ଏବଂ ଏକ ଆର୍ଥିକ ବର୍ଷରେ ବ୍ୟାଙ୍କରୁ 20 ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉଠାନ୍ତି, ତେବେ ତାଙ୍କୁ 20 ଲକ୍ଷ ଟଙ୍କାର କାରବାର ଉପରେ 2% ଏବଂ 1 କୋଟି ଟଙ୍କାରୁ ଅଧିକ କାରବାର ଉପରେ 5% ପର୍ଯ୍ୟନ୍ତ TDS ଦେବାକୁ ପଡ଼ିବ। କିନ୍ତୁ ଯେଉଁମାନେ ITR ଫାଇଲ କରିଛନ୍ତି, ସେମାନଙ୍କୁ ଏହି ମାମଲାରେ କିଛି ଆଶ୍ୱସ୍ତି ମିଳିପାରେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।